ଆଜିର ଏହି ସ୍ୱତନ୍ତ୍ର ଗଭୀର ଆଲୋଚନାକୁ ସ୍ୱାଗତ। ଆମ ସାମ୍ନାରେ ଆଜି ବିଭିନ୍ନ ସମ୍ବାଦ ପ୍ରବନ୍ଧ, ସରକାରୀ ପ୍ରେସ୍ ରିଲିଜ୍ ଆଉ ଗଭୀର ବିଶ୍ଳେଷଣାତ୍ମକ ରିପୋର୍ଟର ଏକ ବିରାଟ ସ୍ତୂପ ରହିଛି। ହଁ, ଏତେ ସବୁ ତଥ୍ୟକୁ ଏକାଠି ଦେଖିଲେ ପ୍ରଥମେ ଟିକେ ଜଟିଳ ଲାଗିପାରେ। ସତ କଥା। ଆଜିର ତାରିଖ ହେଉଛି 27 ଫେବୃଆରୀ 2026। ଆଉ ଆଜି ଯେତେବେଳେ ଆମେ ଏହିସବୁ ତଥ୍ୟକୁ ମିଳାଇକି ଦେଖୁଛୁ, ଗୋଟେ ବହୁତ ବଡ଼ ଚିତ୍ର ସାମ୍ନାକୁ ଆସୁଛି। ମୁଖ୍ୟ ବିଷୟ ହେଉଛି ବିଶ୍ୱବ୍ୟାପୀ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଏବଂ ତା ସହ ଆମ ନିଜ ରାଜ୍ୟ ଓଡ଼ିଶାର ସାମାଜିକ ଅର୍ଥନୈତିକ ରୂପାନ୍ତରଣ। ମାନେ ଏହି ଦୁଇଟି ଜିନିଷ ଭିତରେ କିପରି ଏକ ସିଧାସଳଖ ସମ୍ପର୍କ ଅଛି ତାହା ଆମେ ଆଲୋଚନା କରିବା। ଏକଦମ। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଏହିସବୁ ଜଟିଳ ତଥ୍ୟକୁ ପୂରାପୂରି ସରଳ କରିଦେବା, ଯେପରି ଜଣେ ଶିକ୍ଷାର୍ଥୀ ବା ଶ୍ରୋତା ବହୁତ କମ୍ ସମୟରେ ଏଥିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡ଼ିକୁ ପାଇପାରିବେ। ଆଉ କୌଣସି ଜଟିଳ ଶବ୍ଦ ବ୍ୟବହାର ନ କରି ଏକ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଆମେ ଏହାକୁ ବୁଝିବା। ଠିକ୍ ଅଛି, ଆସନ୍ତୁ ଏହାକୁ ଟିକେ ଖୋଲିକେ ଦେଖିବା। ପ୍ରଥମେ ଆରମ୍ଭ କରିବା ପରିବେଶରୁ। ଭାରତର କାର୍ବନ କ୍ରେଡିଟ୍ ଟ୍ରେଡିଂ ସ୍କିମ୍ ସମ୍ପର୍କିତ ରିପୋର୍ଟରେ ଗୋଟିଏ ଶବ୍ଦ ବାରମ୍ବାର ଆସୁଛି, ବ୍ଲୁ କାର୍ବନ। ବ୍ଲୁ କାର୍ବନ। ଆମେ ସାଧାରଣତଃ ଭାବୁ ଯେ ବାୟୁମଣ୍ଡଳରୁ କାର୍ବନ ଶୋଷଣ କରିବାରେ ଜଙ୍ଗଲର ଭୂମିକା ସବୁଠୁ ବଡ଼। କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ସମୁଦ୍ର ଭିତରେ ଥିବା ଏକ ବର୍ଗମିଟର ସି ଗ୍ରାସ୍ ବା ସାମୁଦ୍ରିକ ଘାସ ଗୋଟିଏ ଗ୍ରୀଷ୍ମମଣ୍ଡଳୀୟ ବର୍ଷାବନ ତୁଳନାରେ 3 ଗୁଣ ଅଧିକ କାର୍ବନ ଶୋଷଣ କରିପାରେ। ଏଠାରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ତାର ପରିମାଣ। 2023 ମସିହାର ତଥ୍ୟ ଦେଖିଲେ ଜଣାପଡ଼େ ଯେ ସାମୁଦ୍ରିକ ପରିବେଶ ପ୍ରାୟ 33 ବିଲିୟନ ମେଟ୍ରିକ୍ ଟନ୍ କାର୍ବନ ନିଜ ଭିତରେ ସଂରକ୍ଷଣ କରି ରଖିଛି। 33 ବିଲିୟନ ମେଟ୍ରିକ୍ ଟନ୍, ଏହା ତ ଏକ ବିରାଟ ସଂଖ୍ୟା। ବିଲକୁଲ। ଆଉ ଏହି ସଂଖ୍ୟାଟି ସେହି ବର୍ଷର ମୋଟ କାର୍ବନ ନିର୍ଗମନର 81% ସହ ସମାନ। ମାନେ ଆମେ ଯେତେ ପ୍ରଦୂଷଣ କରୁଛୁ ତାର ଏକ ବିଶାଳ ଅଂଶକୁ ସମୁଦ୍ର ଏକାକୀ ସମ୍ଭାଳି ନେଉଛି। ତେବେ ତ ସମସ୍ୟା ସମାଧାନ ହୋଇଯିବା କଥା। କିନ୍ତୁ ଆମ ରିପୋର୍ଟ କହୁଛି ଏଥିରେ କିଛି ଅସୁବିଧା ଅଛି। ସମସ୍ୟାଟି ପ୍ରକୃତିର ନୁହେଁ, ପ୍ରଶାସନର। ମାନେ ଜଙ୍ଗଲ ଜମି ଗୋଟିଏ ନିର୍ଦ୍ଦିଷ୍ଟ ବିଭାଗ ଅଧୀନରେ ଥାଏ, କିନ୍ତୁ ସାମୁଦ୍ରିକ ପରିବେଶ ତାହା ପରିବେଶ ବିଭାଗ, ମତ୍ସ୍ୟ ବିଭାଗ ଏଭଳି ଅନେକ ବିଭାଗ ଅଧୀନରେ ବାଣ୍ଟି ହୋଇ ରହିଥାଏ, ଯାହାକୁ ଆମେ ଏକ ରେଗୁଲେଟରୀ ଗ୍ରେ ଜୋନ୍ ବୋଲି କହିପାରିବା। ଆଚ୍ଛା, ମାନେ ଦାୟିତ୍ୱ କାହାର ସେଟା ସ୍ପଷ୍ଟ ନୁହେଁ। ସେଇଆ ତ। ଆଉ ଯେଉଁଠି ଦାୟିତ୍ୱ ସ୍ପଷ୍ଟ ନାହିଁ, ସେଠାରେ ଫଣ୍ଡିଂ ବା ଅର୍ଥ ଯୋଗାଣ କଷ୍ଟକର ହୋଇଯାଏ। ଏହାର ସମାଧାନ ପାଇଁ କିନ୍ତୁ କିଛି ନୂଆ ଆର୍ଥିକ ମଡେଲ ସାମ୍ନାକୁ ଆସୁଛି, ଯେପରି ବିଶ୍ୱବ୍ୟାଙ୍କର ସେସେଲ୍ସ ବ୍ଲୁ ବଣ୍ଡ। ସେସେଲ୍ସ ବ୍ଲୁ ବଣ୍ଡ, ସେଟା କିପରି କାମ କରେ? ଏଥିରେ ନିବେଶକମାନେ ସମୁଦ୍ର ସଂରକ୍ଷଣ ପ୍ରକଳ୍ପରେ ଟଙ୍କା ଲଗାନ୍ତି ଆଉ ସେଥିରୁ ଆସୁଥିବା ଲାଭରୁ ସେମାନଙ୍କୁ ରିଟର୍ଣ୍ଣ ମିଳେ। ଆମ ଭାରତରେ ମଧ୍ୟ ଗୁଜରାଟର ଭଦୋଦରାରେ ଏମିତି ଏକ ଗ୍ରୀନ୍ ମ୍ୟୁନି ବଣ୍ଡ ଆରମ୍ଭ ହୋଇଥିଲା। ଏହିସବୁ ମଡେଲକୁ ବ୍ୟବହାର କରି ଆମେ ବ୍ଲୁ କାର୍ବନ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼େଇ ପାରିବା। ଏହି ଆନ୍ତର୍ଜାତୀୟ ଅର୍ଥନୀତିର କଥା ଆମକୁ ସିଧାସଳଖ କୂଟନୀତି ଆଉ ବୈଶ୍ୱିକ ସମ୍ପର୍କ ଆଡ଼କୁ ନେଇଯାଉଛି। କାରଣ ଆମ ପାଖରେ ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ରହିଛି। ହଁ, ଏହି ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ଏବେ ଏକ ବିଶେଷ ରଣନୈତିକ ଭାଗିଦାରୀ ବା ସ୍ପେଶାଲ ଷ୍ଟ୍ରାଟେଜିକ୍ ପାର୍ଟନରଶିପ୍କୁ ଉନ୍ନୀତ ହୋଇଛି। ଆଉ କେବଳ ନାମକୁ ମାତ୍ର ନୁହେଁ, ସର୍ବମୋଟ 27ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଥିରେ କୃଷି, ଜଳ ପରିଚାଳନା ଆଉ ସାଇବର ସୁରକ୍ଷା ଭଳି କ୍ଷେତ୍ର ସାମିଲ ଅଛି। ମୋତେ ସବୁଠୁ ଭଲ ଲାଗିଲା ସେଇ ଲୋଥାଲ ପ୍ରକଳ୍ପ କଥା। ନ୍ୟାସନାଲ ମ୍ୟାରିଟାଇମ୍ ହେରିଟେଜ୍ କମ୍ପ୍ଲେକ୍ସ। ଏକଦମ। ଗୁଜରାଟର ଲୋଥାଲଠାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପରେ ଇସ୍ରାଏଲ ସହଯୋଗ କରୁଛି। ତା ସହ ଆଉ ଏକ ବଡ଼ ଟେକ୍ନୋଲୋଜି ଚୁକ୍ତି ହୋଇଛି ଆମର NIPL ଏବଂ ଇସ୍ରାଏଲର ମାସାବ ମଧ୍ୟରେ, ଯାହାଦ୍ୱାରା UPI ମାଧ୍ୟମରେ ଦୁଇ ଦେଶ ଭିତର ସୀମାପାର ଅର୍ଥ କାରବାର ବା କ୍ରସ୍ ବର୍ଡର ପେମେଣ୍ଟ ବହୁତ ସହଜ ହୋଇଯିବ। ଯଦି ଆମେ ଏହାକୁ ବୃହତ୍ତର ଦୃଷ୍ଟିକୋଣରୁ ଦେଖିବା, ତେବେ ଜର୍ମାନୀର ପୂର୍ବତନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ନୂଆଦିଲ୍ଲୀ ବକ୍ତୃତାକୁ ଏଠାରେ ଯୋଡ଼ିବାକୁ ପଡ଼ିବ। ସେ ନିଜ ବକ୍ତୃତାରେ ଭାରତର ଅର୍ଥନୈତିକ ସଂସ୍କାରକୁ ଖୁବ୍ ପ୍ରଶଂସା କରିଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା AI ବା କୃତ୍ରିମ ବୁଦ୍ଧିମତ୍ତାର ନିୟନ୍ତ୍ରଣ ପାଇଁ ତାଙ୍କର ଆହ୍ୱାନ। ଠିକ୍ କହିଛନ୍ତି। ସେ ଦିଲ୍ଲୀରେ ଠିଆ ହୋଇ ସମଗ୍ର ବିଶ୍ୱକୁ AI ରେଗୁଲେସନ ବିଷୟରେ ବାର୍ତ୍ତା ଦେଉଛନ୍ତି।
ଏହାର ଅର୍ଥ ହେଉଛି ଆନ୍ତର୍ଜାତୀୟ ନୀତି ନିର୍ଦ୍ଧାରଣରେ ଭାରତର ଭୂମିକା କେତେ ଶକ୍ତିଶାଳୀ ହୋଇଛି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏଇଠି କଥାଟି ବହୁତ ରୋଚକ ହୋଇଯାଉଛି, କାରଣ ଏହିସବୁ ବଡ଼ ବଡ଼ ନୀତିର ପ୍ରଭାବ ଆମ ନିଜ ରାଜ୍ୟରେ କିପରି ପଡ଼ୁଛି ତାହା ଜାଣିବା ନିହାତି ଆବଶ୍ୟକ, ଯାହା ଆମକୁ ସିଧା ନେଇଯାଉଛି ଓଡ଼ିଶାର 2026-27 ଆର୍ଥିକ ବର୍ଷର ବଜେଟ୍ ପାଖକୁ। ହଁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 3.10 ଲକ୍ଷ କୋଟି ଟଙ୍କାର ଏକ ବିଶାଳ ବଜେଟ୍ ଉପସ୍ଥାପନା କରିଛନ୍ତି, ଆଉ ଏହାର ଲକ୍ଷ୍ୟ ରଖାଯାଇଛି 12% ଅଭିବୃଦ୍ଧି। ଏହି ବଜେଟ୍ରେ କୃଷିକୁ ବହୁତ ଗୁରୁତ୍ୱ ଦିଆଯାଇଛି। କୃଷି ପାଇଁ 42,492 କୋଟି ଟଙ୍କା ଆବଣ୍ଟନ ହୋଇଛି। ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ସରକାର କ୍ୱିଣ୍ଟାଲ ପିଛା 3,100 ଟଙ୍କାରେ ଧାନ କିଣିବେ, ଆଉ ସିଏମ୍ କିଷାନ ଯୋଜନା ପାଇଁ 2,030 କୋଟି ଟଙ୍କା ରଖାଯାଇଛି। ଆମେ ଯେମିତି ପୂର୍ବରୁ ଇସ୍ରାଏଲର କୃଷି ଜ୍ଞାନକୌଶଳ ବିଷୟରେ କଥା ହେଉଥିଲେ, ଏହିଭଳି ବଜେଟ୍ ଆବଣ୍ଟନ ଦ୍ୱାରା ହିଁ ସେହି ନୂତନ ଟେକ୍ନୋଲୋଜି ଓଡ଼ିଶାର ଚାଷୀଙ୍କ ପାଖରେ ପହଞ୍ଚିପାରିବ। ଖାଲି କୃଷି ନୁହେଁ, ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ବହୁତ ବଡ଼ ପଦକ୍ଷେପ ନିଆଯାଇଛି। ହଁ, ସୁଭଦ୍ରା ଯୋଜନା, ଏଥିପାଇଁ 10,450 କୋଟି ଟଙ୍କା ରଖାଯାଇଛି। ତଥ୍ୟ ଅନୁସାରେ ଜାନୁଆରୀ 22 ତାରିଖରେ ପ୍ରାୟ 4.57 ଲକ୍ଷ ମହିଳାଙ୍କୁ 315 କୋଟି ଟଙ୍କା ପ୍ରଦାନ କରାଯାଇସାରିଛି, ଆଉ ଏହାର ପରବର୍ତ୍ତୀ କିସ୍ତି ମାର୍ଚ୍ଚ 8 ତାରିଖରେ ମିଳିବ। ତାଛଡ଼ା ଏକ ନୂଆ ଯୋଜନା ମଧ୍ୟ ଆସିଛି, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା। ଏଥିରେ ଝିଅଟିଏ ଜନ୍ମ ହେଲେ 20,000 ଟଙ୍କା ସଞ୍ଚୟ କରାଯିବ, ଆଉ ସେ ସ୍ନାତକ ବା ଗ୍ରାଜୁଏସନ୍ ସାରିଲା ବେଳକୁ ତାଙ୍କୁ 1,01,000 ଟଙ୍କା ମିଳିବ। ଏହାଦ୍ୱାରା ଶିକ୍ଷା ପ୍ରତି ଆଗ୍ରହ ନିଶ୍ଚିତ ବଢ଼ିବ, ଆଉ ଏହି ସବୁ ଅର୍ଥନୈତିକ ସହାୟତା ରାଜ୍ୟର ସାମଗ୍ରିକ ବିକାଶରେ କିପରି ସାହାଯ୍ୟ କରିବ? ଅର୍ଥନୀତିରେ ଏହାକୁ ଏକ ବହୁଗୁଣନ ପ୍ରଭାବ ବା ମଲ୍ଟିପ୍ଲାୟର ଇଫେକ୍ଟ କୁହାଯାଏ। ଯେତେବେଳେ ମହିଳାଙ୍କ ହାତକୁ ସିଧାସଳଖ ଟଙ୍କା ଯାଉଛି, ସେମାନେ ତାହାକୁ ଶିକ୍ଷା ଆଉ ସ୍ୱାସ୍ଥ୍ୟରେ ଖର୍ଚ୍ଚ କରୁଛନ୍ତି। ଆଉ ସରକାର ମଧ୍ୟ ବଜେଟ୍ରେ ଶିକ୍ଷା ପାଇଁ 42,585 କୋଟି ଏବଂ ସ୍ୱାସ୍ଥ୍ୟ ପାଇଁ 23,182 କୋଟି ଟଙ୍କା ରଖିଛନ୍ତି। ଏହାଦ୍ୱାରା ସ୍ଥାନୀୟ ବଜାରରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିବ। ଆଉ ଏହି ବିକାଶ ସହିତ ଭିତ୍ତିଭୂମିର ପ୍ରଗତି ମଧ୍ୟ ସମାନ ତାଳରେ ଆଗେଇ ଚାଲିଛି। ପାରାଦୀପ ବନ୍ଦରରେ 797 କୋଟି ଟଙ୍କା ବ୍ୟୟରେ ନୂତନ ଗ୍ରୀନ୍ ହାଇଡ୍ରୋଜେନ୍ ଜେଟି ନିର୍ମାଣ ହେବାକୁ ଯାଉଛି, ଯାହାର କ୍ଷମତା ହେବା 4 ମିଲିୟନ ଟନ୍। ଗ୍ରୀନ୍ ହାଇଡ୍ରୋଜେନ୍ ବିଷୟରେ ଶ୍ରୋତାଙ୍କ ପାଇଁ ଟିକେ ସ୍ପଷ୍ଟ କରିବେ କି? ନିଶ୍ଚୟ। ସାଧାରଣ ଇନ୍ଧନ ଜଳିଲେ ଅଙ୍ଗାରକାମ୍ଳ ବାହାରେ, କିନ୍ତୁ ହାଇଡ୍ରୋଜେନ୍ ଇନ୍ଧନରୁ କେବଳ ପାଣିର ବାଷ୍ପ ବାହାରେ। ଆଉ ଯେତେବେଳେ ଆମେ ସୌରଶକ୍ତି ବା ପବନ ଶକ୍ତି ବ୍ୟବହାର କରି ଏହି ହାଇଡ୍ରୋଜେନ୍ ତିଆରି କରୁ, ତାହାକୁ ଗ୍ରୀନ୍ ହାଇଡ୍ରୋଜେନ୍ କୁହାଯାଏ। ଏହା ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ। ବହୁତ ବଢ଼ିଆ କଥା। ପାରାଦୀପ ବର୍ତ୍ତମାନ 150.41 MMT କାର୍ଗୋ ପରିଚାଳନା କରି ଦେଶର 1 ନମ୍ବର ବନ୍ଦର ହୋଇସାରିଛି, ଆଉ ଏହାର ଆଗାମୀ ଲକ୍ଷ୍ୟ ହେଉଛି 500 MTPA ଅତିକ୍ରମ କରିବା। ତା ସହ ଆଉ କିଛି ଭିତ୍ତିଭୂମିର ଖବର ମଧ୍ୟ ଅଛି। ନୂଆଦିଲ୍ଲୀରେ 93.27 କୋଟି ଟଙ୍କା ବ୍ୟୟରେ 7 ମହଲା ବିଶିଷ୍ଟ ଏକ ନୂଆ ଓଡ଼ିଶା ଭବନ ନିର୍ମାଣ ହେଉଛି, ଯେଉଁଥିରେ କି 45ଟି ସୁଇଟ୍ ରହିବ। ଆଉ ଅଯୋଧ୍ୟା, ବେଙ୍ଗାଲୁରୁ ଏବଂ ସୁରଟରେ ମଧ୍ୟ ନୂଆ ଭବନ ନିର୍ମାଣର ଯୋଜନା ଅଛି। ଆଉ ରେଳ ଯୋଗାଯୋଗ କ୍ଷେତ୍ରରେ ଆଗାମୀ ବର୍ଷ ଆରମ୍ଭ ସୁଦ୍ଧା ଖୋର୍ଦ୍ଧା ବୋଲାଙ୍ଗୀର ରେଳ ଲାଇନ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ଏସବୁ ଶୁଣିବାକୁ ବହୁତ ସକାରାତ୍ମକ ଲାଗୁଛି, କିନ୍ତୁ ଆମ ସାମ୍ନାରେ ଥିବା ତଥ୍ୟଗୁଡ଼ିକ ମଧ୍ୟରୁ କିଛି ଏପରି ଅଛି ଯାହା ଚିନ୍ତାର ବିଷୟ। ପ୍ରଶାସନିକ ସ୍ତରରେ ସବୁକିଛି ସଠିକ୍ ଭାବେ ଚାଲିନାହିଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି। ନୀତିଗୁଡ଼ିକ ଯେତେ ଭଲ ହେଲେ ମଧ୍ୟ ଗ୍ରାଉଣ୍ଡ ଲେଭଲରେ ତାର କାର୍ଯ୍ୟକାରିତା ସବୁବେଳେ ନିଖୁଣ ହୋଇନଥାଏ। ଉଦାହରଣ ସ୍ୱରୂପ କେନ୍ଦ୍ରାପଡ଼ାର ରାଜନଗରରେ ଘଟିଥିବା ଘଟଣାଟି। ହଁ, ସେଇ ଚାଷୀଙ୍କ ମୃତ୍ୟୁ ଖବର। ସେ ସରକାରୀ ବ୍ୟବସ୍ଥାରେ ନିଜର ଧାନ ବିକ୍ରି କରିଥିଲେ, କିନ୍ତୁ କୌଣସି ବୈଷୟିକ ତ୍ରୁଟି କାରଣରୁ ତାଙ୍କ ଟଙ୍କା କେରଳର ଏକ ଅଚଳ ଆକାଉଣ୍ଟକୁ ପଳାଇଲା। ମାନସିକ ଚାପରେ ଶେଷରେ ତାଙ୍କର ପ୍ରାଣହାନି ଘଟିଲା, ଆଉ ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଦଳ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯେଉଁଠି ଆମେ ୟୁପିଆଇର ଆନ୍ତର୍ଜାତୀୟ ବ୍ୟବହାର କଥା ଗର୍ବର ସହ କହୁଛୁ, ସେଠାରେ ଜଣେ ସାଧାରଣ ଚାଷୀଙ୍କ ଟଙ୍କା ଭୁଲ ଆକାଉଣ୍ଟକୁ ଯିବା ପ୍ରଶାସନିକ ତ୍ରୁଟିର ଏକ ବଡ଼ ଦୃଷ୍ଟାନ୍ତ। ଆଉ ଏଇଭଳି ତ୍ରୁଟି କେବଳ ରାଜ୍ୟରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ଦେଖିବାକୁ ମିଳୁଛି। ଠିକ୍ କହିଲେ। ଆମ ପାଖରେ ଥିବା NCERT ବହିର ବିବାଦ ଏହାର ଏକ ଉଦାହରଣ।
ପ୍ରଧାନମନ୍ତ୍ରୀ ଅଷ୍ଟମ ଶ୍ରେଣୀ ବହିରେ ବିଚାରପତିଙ୍କ ଦୁର୍ନୀତି ଉପରେ ଥିବା ଏକ ନିର୍ଦ୍ଦିଷ୍ଟ ଅଧ୍ୟାୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଆଉ ବର୍ତ୍ତମାନ ସୁପ୍ରିମକୋର୍ଟ ସେହି ଅଧ୍ୟାୟ ଉପରେ ରୋକ ଲଗାଇଛନ୍ତି। ଆଉ ଅନ୍ୟ ଏକ ଖବର ହେଉଛି BSNLର ଡିରେକ୍ଟର ବିବେକ ବନସଲଙ୍କ ପ୍ରୟାଗରାଜ ଗସ୍ତର ସୂଚୀକୁ ନେଇ ବିଭ୍ରାନ୍ତ। ଏଥିପାଇଁ କେନ୍ଦ୍ର ସରକାର ତାଙ୍କୁ ଶୋକଜ ନୋଟିସ୍ ଜାରି କରିଛନ୍ତି। ଏସବୁ ଘଟଣା ଦର୍ଶାଉଛି ଯେ ବ୍ୟବସ୍ଥା ଭିତରେ ସ୍ୱଚ୍ଛତା ଆଉ ସମନ୍ୱୟ ରକ୍ଷା କରିବା କେତେ ଜରୁରୀ। ସତକଥା, କେବଳ ଖବର ପଢ଼ିଦେଲେ ହବନି, ଏହିସବୁ ପ୍ରସଙ୍ଗକୁ ନିରପେକ୍ଷା ଭାବେ ବୁଝିବା ଦରକାର। ଏବେ ଏହି ପ୍ରଶାସନିକ ଆଉ ରାଜନୈତିକ ବିଷୟରୁ ଟିକେ ବାହାରି ଆସିବା। କ୍ରୀଡ଼ା ଜଗତରେ ଏବେ ବହୁତ ଉତ୍ସାହଜନକ ଖବର ଅଛି। ହଁ, କ୍ରିକେଟ ଆଉ ହକି ମଇଦାନରୁ ବହୁତ ଭଲ ଖବର ଆସୁଛି। ଆରମ୍ଭ କରିବା T20 ବିଶ୍ୱକପ୍ 2026ର ସୁପର 8 ମ୍ୟାଚ୍ରୁ। ଚେନ୍ନାଇରେ ଭାରତ ଆଉ ଜିମ୍ବାବୁଏ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଏକ ବିଶାଳ ସ୍କୋର କରିଥିଲା, ମାନେ 256 ରନ୍ 4 ୱିକେଟ୍ ବିନିମୟରେ। ଆଉ ଏଥିରେ ଅଭିଷେକ ଶର୍ମାଙ୍କର 55 ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ସବୁଠୁ ମୁଖ୍ୟ ଥିଲା। ହାର୍ଦ୍ଦିକ ମାତ୍ର 31 ବଲ୍ରେ 84 ରନ୍ କରି ଅପରାଜିତ ରହିଲେ। ଜିମ୍ବାବୁଏର ବ୍ରାୟନ୍ ବେନେଟ୍ 97 ରନ୍ର ଏକ ବହୁତ ଲଢ଼ୁଆ ଇନିଂସ ଖେଳିଥିଲେ ମଧ୍ୟ ଶେଷରେ ଭାରତ 72 ରନ୍ରେ ବିଜୟୀ ହୋଇଥିଲା। ଏହା ତ ଗଲା କ୍ରିକେଟ କଥା, ହେଲେ ଆମ ଓଡ଼ିଶାର ହକି ଗର୍ବ ଏବେ ବିଶ୍ୱସ୍ତରରେ ପହଞ୍ଚିଛି। ବିଲକୁଲ, ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ FIH ପୁରୁଷ ହକି ପ୍ରୋ ଲିଗ୍ ଆରମ୍ଭ ହୋଇଯାଇଛି। ଭାରତ, ବେଲଜିୟମ ଏବଂ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ଏଥିରେ ଭାଗ ନେଉଛନ୍ତି। ଆଉ ସବୁଠାରୁ ଖୁସିର କଥା ହେଉଛି ଯେ ଭାରତୀୟ ଦଳରେ ଅମିତ ରୋହିଦାସଙ୍କ ସମେତ 5 ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ତାଛଡ଼ା ହକି ଇଣ୍ଡିଆ ଲିଗ୍ରେ ମଧ୍ୟ ଆମ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ବହୁତ ବଢ଼ିଛି। ଏହା ପ୍ରମାଣ କରୁଛି ଯେ ଭିତ୍ତିଭୂମିର ବିକାଶ ଆଉ ଖେଳାଳିଙ୍କୁ ସଠିକ୍ ପ୍ରୋତ୍ସାହନ ମିଳିଲେ କ୍ରୀଡ଼ା କ୍ଷେତ୍ରରେ ଆମେ କେତେ ଆଗକୁ ଯାଇପାରିବା। ତେବେ ଏସବୁର ପ୍ରକୃତ ଅର୍ଥ କ'ଣ? ଆଜିର ଆଲୋଚନାରେ ଆମେ ବହୁତଗୁଡ଼େ ବିଷୟ କଭର କଲେ। ସମୁଦ୍ର ଭିତରେ ଥିବା ବ୍ଲୁ କାର୍ବନର ଆରମ୍ଭ କରି କୂଟନୀତି, ଓଡ଼ିଶାର ବଜେଟ୍, ପ୍ରଶାସନିକ ତ୍ରୁଟି ଆଉ ଶେଷରେ କ୍ରୀଡ଼ା ଜଗତ। ଏହିସବୁ ଘଟଣା ଅଲଗା ଲାଗିପାରେ, କିନ୍ତୁ ପ୍ରକୃତରେ ସବୁ ଗୋଟେ ସୂତ୍ରରେ ବନ୍ଧା। ଏକଦମ। ଏହିସବୁ ବୈଶ୍ୱିକ ଘଟଣାବଳୀ ଆଉ ନୀତି କେବଳ ଖବରକାଗଜର ଶିରୋନାମା ହୋଇ ରହିନାହିଁ। ଏହା ଆମ ଦୈନନ୍ଦିନ ଜୀବନ, ଆଗାମୀ ଦିନର ନିଯୁକ୍ତି ସୁଯୋଗ ଆଉ ପରିବେଶ ଉପରେ ସିଧାସଳଖ ପ୍ରଭାବ ପକାଉଛି। କିନ୍ତୁ ସବୁଠାରୁ ବଡ଼ କଥା ହେଲା, ସରକାରୀ ଯୋଜନାର ସଫଳ ରୂପାୟନ ଆଉ ପ୍ରଶାସନିକ ସ୍ୱଚ୍ଛତା ନିହାତି ଆବଶ୍ୟକ। ଯେମିତିକି ଆମେ ସେହି ଚାଷୀଙ୍କ ଘଟଣାରେ ଦେଖିଲେ। ସତକଥା, ଆଲୋଚନା ଶେଷ କରିବା ପୂର୍ବରୁ ଦର୍ଶକ ବା ଶ୍ରୋତାଙ୍କ ପାଇଁ ଏକ ନୂଆ ଚିନ୍ତାଧାରା ଆମେ ଛାଡ଼ିଯିବାକୁ ଚାହୁଁଛୁ। ଭାବନ୍ତୁ ଟିକେ, ଯଦି ଓଡ଼ିଶାର ପାରାଦ୍ୱୀପ ବନ୍ଦରରେ ହେଉଥିବା ଏହି ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ଆଉ ବିଶ୍ୱସ୍ତରୀୟ ବ୍ଲୁ କାର୍ବନ ପ୍ରୟାସ ବାସ୍ତବରେ ଆଶାତୀତ ସଫଳ ହୋଇଯାଏ, ତେବେ କ'ଣ ହେବ? ତେବେ କ'ଣ? ଆସନ୍ତା ଦଶନ୍ଧିରେ ଓଡ଼ିଶା କେବଳ ଭାରତର ନୁହେଁ, ବରଂ ସମଗ୍ର ବିଶ୍ୱର ଏକ ପ୍ରମୁଖ ସବୁଜ ଅର୍ଥନୀତି ବା ଗ୍ରୀନ୍ ଇକୋନୋମି ଏବଂ ଜଳବାୟୁ ସମାଧାନର ମୁଖ୍ୟ କେନ୍ଦ୍ର ପାଲଟିପାରିବ। ଏହା ଏକ ବହୁତ ବଡ଼ ସମ୍ଭାବନା, ଆଉ ଏହା ଉପରେ ଆହୁରି ବିଶ୍ଳେଷଣର ଆବଶ୍ୟକତା ରହିଛି। ନିଶ୍ଚିତ ଭାବରେ ଏହି ପ୍ରଶ୍ନ ଉପରେ ଚିନ୍ତା କରିବାକୁ ଛାଡ଼ିଦେଇ ଆଜିର ଏହି ଗଭୀର ଆଲୋଚନାରୁ ଆମେ ବିଦାୟ ନେଉଛୁ। ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।